ତତ୍ତ୍ୱକୁ ହିଁ ଜାଣିବା ପାଇଁ ପଡ଼ିବ। ମାନବ ଜୀବନ ସେଇଥିପାଇଁ ଉଦ୍ଦିଷ୍ଟ, ସେଇଥିପାଇଁ ଉଦ୍ଦିଷ୍ଟ। ବିଷ୍ଠା ଖାଇବା ପାଇଁ ଉଦ୍ଦିଷ୍ଟ ନୁହଁ, ସେ ତତ୍ତ୍ୱବସ୍ତୁକୁ ଜାଣିବା ପାଇଁ ମାନବ ଜୀବନ ଉଦ୍ଦିଷ୍ଟ। ତତ୍ତ୍ୱଦର୍ଶୀ ଗଣ ହିଁ ପ୍ରକୃତ ଗୁରୁ, ତତ୍ତ୍ୱଦ୍ରଷ୍ଟା, ତତ୍ତ୍ୱଜ୍ଞାତା। ସେମାନଙ୍କ ନିକଟରୁ ତତ୍ତ୍ୱଜ୍ଞାନ ଉପଦେଶ ଶ୍ରବଣ କରିବାକୁ ପଡ଼ିବ। ଗୌଡ଼ୀୟ ବୈଷ୍ଣବ ଗୁରୁବର୍ଗ ଅଧିକାଂଶ ତତ୍ତ୍ୱ ଉପଦେଶ କୀର୍ତ୍ତନ କରନ୍ତି, ଆମର ତତ୍ତ୍ୱ ଉପଦେଶ ଦିଅନ୍ତି। ଶ୍ରୀଲ ଭକ୍ତିବିନୋଦ ଠାକୁର ମଧ୍ୟ ତାତ୍ତ୍ୱିକ ଗ୍ରନ୍ଥ ବିଶେଷ ଭାବରେ ସମ୍ପାଦନ ପ୍ରକାଶନ କରିଛନ୍ତି। ଷଡ଼୍ ଗୋସ୍ୱାମୀ, ଶ୍ରୀ ହରିଭକ୍ତି ବିଳାସ, ଶ୍ରୀ ଭାଗବତାମୃତ, ଷଟ୍ ସନ୍ଦର୍ଭ, ଭକ୍ତିରସାମୃତ ସିନ୍ଧୁ, ଉଜ୍ଜ୍ୱଳ ନୀଳମଣି, ବିଦଗ୍ଧ ମାଧବ, ଲଳିତ ମାଧବ ପ୍ରଭୃତି ତାତ୍ତ୍ୱିକ ଗ୍ରନ୍ଥ ରଚନା କରିଛନ୍ତି। ତତ୍ତ୍ୱଜ୍ଞାନ ଶ୍ରବଣ ହିଁ ଶିଷ୍ୟର କାର୍ଯ୍ୟ, ତତ୍ତ୍ୱବସ୍ତୁ ହିଁ ଶ୍ରବଣୀୟ। ଅନ୍ୟ କିଛି ଶ୍ରବଣରେ ତତ୍ତ୍ୱଜ୍ଞାନର ଉଦୟ ହୁଏ ନା। ତତ୍ତ୍ୱଜ୍ଞାନ ଲାଭ ହେଲେ ଭକ୍ତିର କ୍ରିୟା ସହଜ ହୁଏ, ନହେଲେ ହବ ନା, ହବ ନା। ଯେଉଁମାନେ ତତ୍ତ୍ୱଜ୍ଞାନ ଲାଭ କରିଛନ୍ତି ସେମାନେ ହିଁ ପ୍ରକୃତ ଭଗବାନଙ୍କର ସେବା କରିବାର ଅଧିକାର ପାଇଛନ୍ତି, ସେଇମାନେ ପାଇଛନ୍ତି। ତତ୍ତ୍ୱଜ୍ଞାନ ସମ୍ପନ୍ନ ବ୍ୟକ୍ତି ଆତ୍ମା ଅନାତ୍ମ ବସ୍ତୁ ନିରୂପଣ କରିବାକୁ ସମର୍ଥ হয়। ଭଗବତ ତତ୍ତ୍ୱଜ୍ଞାନ ଅର୍ଥାତ୍ ସମ୍ବନ୍ଧ ଜ୍ଞାନ ଭକ୍ତ ଗୁରୁଙ୍କ ନିକଟରୁ ଲାଭ କରାଯାଏ। ଶ୍ରୀ ଗୁରୁଦେବଙ୍କ ନିକଟରୁ ସମ୍ବନ୍ଧ ଜ୍ଞାନ ଲାଭ ହେଲେ ଶିଷ୍ୟ ବୁଝିପାରେ ଯେ ଭଗବାନ ହିଁ ମୋର ପ୍ରଭୁ, କୃଷ୍ଣ ମୋର ପ୍ରଭୁ ତ୍ରାତା, ଜୀବେ ହଏ ଜ୍ଞାନ, ମୁଁ ତାଙ୍କର ସେବକ ଦାସ। ସେତେବେଳେ ଶିଷ୍ୟର କର୍ତ୍ତୃତ୍ୱାଭିମାନ ବିନଷ୍ଟ ହୋଇଯାଏ। ଶିଷ୍ୟ ଗୁରୁଦେବଙ୍କ ନିକଟରୁ ତତ୍ତ୍ୱମୂଳକ ଶ୍ରୁତି ଶ୍ରବଣ ସର୍ବେନ୍ଦ୍ରିୟ ସାହାଯ୍ୟରେ ଭଗବାନଙ୍କର ସେବା କରେ। ଓଡ଼ିଆ ଗୁରୁବର୍ଗ ଶ୍ରୀଲ ଭକ୍ତିବିନୋଦ ଠାକୁର ବେଶୀ ଭାଗ ତାତ୍ତ୍ୱିକ ଶିକ୍ଷା ଉପଦେଶ ଦେଇଛନ୍ତି। ତାଙ୍କର ଅବଦାନ ମାନଙ୍କ ମଧ୍ୟରେ ଦଶମୂଳ ଶିକ୍ଷା ସମ୍ପୂର୍ଣ୍ଣ ତଥ୍ୟରେ ପରିପୂର୍ଣ୍ଣ। ତତ୍ତ୍ୱଶ୍ରୁତି ବୋଧ ହେଲେ ଲୀଳା ସ୍ୱାଭାବିକ ଭାବରେ ଚକ୍ଷୁ ସମକ୍ଷରେ ବାସେ। ତତ୍ତ୍ୱ ମଧ୍ୟରେ ରୂପ ଗୁଣ ଲୀଳା ରହିଛି। ଯାହାଙ୍କର ତତ୍ତ୍ୱଜ୍ଞାନ ଲାଭ ହେଇନି ତାହାଙ୍କର ଦର୍ଶନ ସୁଷ୍ଠୁ ହେଇନି, ତାହାଙ୍କର କ୍ରିୟା ଫାଙ୍କା ଆବାଜ। ଦର୍ଶନ ନଥିଲେ ଯେ ଦେଖିପାରୁନି ସେ କି ଅନ୍ଧ, 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 ସେ ଅନ୍ଧ, ଇଜ୍ ବ୍ଲାଇଣ୍ଡ। ଅନ୍ଧର କ୍ରିୟା, ଅନ୍ଧର କ୍ରିୟା। ଭକ୍ତି ସାଧକ ସର୍ବପ୍ରଥମେ ପ୍ରଥମ ଅବସ୍ଥାରେ ତତ୍ତ୍ୱ ଶ୍ରବଣ କରେ, ତତ୍ପରେ ସେଇ ତତ୍ତ୍ୱର ଲୀଳା ଶ୍ରବଣ, ରସ ଆସ୍ୱାଦନ, ତାই ହେଉଛି ଅମୃତ ଆସ୍ୱାଦନ, ରସାସ୍ୱାଦନ। କିନ୍ତୁ ତାତ୍ତ୍ୱିକ ଭୂମିକାରେ ସ୍ଥିତି ନ ହେବା ପର୍ଯ୍ୟନ୍ତ ଶୁଦ୍ଧ ଭକ୍ତି ସାଧନରେ ଅଧିକାର ଆସେ ନା, ଆସେ ନା। ଶୀଳ ଜୀବପାତ ଭକ୍ତି ସାଧକର ସର୍ବପ୍ରଥମେ ଶାସ୍ତ୍ରୀୟ ଶ୍ରଦ୍ଧା ଅର୍ଜନର କଥା କହିଛନ୍ତି। ଶବ୍ଦ ବ୍ରହ୍ମରେ ଯେ ଦୀକ୍ଷିତ ହେଇଛନ୍ତି ତାହାଙ୍କର ଶାସ୍ତ୍ରୀୟ ଶ୍ରଦ୍ଧା ଆସିଛି ବୋଲି ବୁଝିବାକୁ ପଡ଼ିବ। ଶାସ୍ତ୍ରରେ ଆଲୋକ, ଶାସ୍ତ୍ର ଜ୍ଞାନାଲୋକ, ଶାସ୍ତ୍ରର ଆଲୋକ ପ୍ରଦାନ କରନ୍ତି ଏକମାତ୍ର ଗୁରୁପାଦ। ଗୁରୁଦେବଙ୍କର କୀର୍ତ୍ତିତ ସ୍ରୋତ ବାଣୀକୁ ଆଶ୍ରୟ କରି ଶିଷ୍ୟ ଅଟ୍ଟାଳିକାରେ କିମ୍ବା ଗଛ ତଳେ ଯେଉଁଠି ଥାଉ ନା କାହିଁକି ସର୍ବକ୍ଷଣ ଶ୍ରବଣ କୀର୍ତ୍ତନ ଆଦି ଲକ୍ଷଣ ଯୁକ୍ତ ଭକ୍ତଙ୍କର ଅନୁଶୀଳନ କରିଥାଏ। ଶ୍ରବଣ ହିଁ ଆଦି ଶ୍ରେଷ୍ଠ ଭକ୍ତି ଅଙ୍ଗ। ନାରାୟଣ ପରା ସର୍ବେନ କୁତଶ୍ଚନ ବିଭ୍ୟତି ସ୍ୱର୍ଗ ଅପବର୍ଗ ନରକେ ସ୍ୱପି ତୁଲ୍ୟାର୍ଥ ଦର୍ଶନ। ସେ ତୁଲ୍ୟାର୍ଥ, ଅଟ୍ଟାଳିକାରେ ରହୁ ବା ଗଛ ତଳେ ରହୁ ତୁଲ୍ୟ ସମାନ। ତା ନହେଲେ କୁଆଡ଼େ ହବ? ତତ୍ତ୍ୱ ହେଇନି, ତତ୍ତ୍ୱ ଉପଲବ୍ଧି ହେଇନି, ତତ୍ତ୍ୱ ଦର୍ଶନ ହେଇନି, ତ ବାଛିବ ଆରେ ଏଇଟା ଗଛ ତଳଟାରେ ଏଠି କ'ଣ ରହିବା ଯୋଗ୍ୟ? ଏଇଟା ରହିବା ଯୋଗ୍ୟ ବାସନ, ଏଇଟା କହିବ, ସେଇଟା ହେଉଛି କଥା। ସମସ୍ତ ଗୁରୁବର୍ଗ ସ୍ରୋତ ବାଣୀ ହିଁ ବିଭିନ୍ନ ଆକାରରେ ବିଭିନ୍ନ ଭଙ୍ଗରେ କୀର୍ତ୍ତନ କରିଛନ୍ତି। ସେହି ସ୍ମୃତି ସମୂହ ଗୁରୁପାଦ ପଦ୍ମଙ୍କ ସାନ୍ନିଧ୍ୟରେ ସାହଚର୍ଯ୍ୟରେ ପୁନଃ ପୁନଃ ଶ୍ରବଣ କଲେ ଭକ୍ତି ଚକ୍ଷୁ ଲାଭ হয়, ଯେଉଁଥିରେ ଭଗବାନଙ୍କୁ ଦେଖିବ। ଭକ୍ତି ସାଧକଙ୍କର ସପ୍ରଧାନ ଲକ୍ଷଣ ହରିଙ୍କର କଥାରେ ରୁଚି। ବିଶ୍ୱକ୍ସେନ କଥା ନୋତ୍ପାଦ ଯଦିରତି ଶ୍ରମ ଏ ବହି କେବଳ ବୃଥା ଶ୍ରମ ହେଉଛି। ପାଣି ପିଟୁଛ ଖାଲି ତୁମେ,
ତୁମେ ଖାଲି ପାଣି ପିଟୁଛ ନା କ'ଣ କରୁଛ ରେ? ହଁ ସମୟ ବହି କେବଳ ବିଶ୍ୱକ୍ସେନ ତଥା ଲୋକପାଦ ଯଦି ଯଦି ସମୟ ବହି କେବଳ କ'ଣ ପରିଶ୍ରମ କରୁଛ ନା କି କରୁଛ? ପାଣି ପିଟୁଛି ଖାଲି ନାଇଁକି? ପୁଷ୍ପ ମିଠା ଖାଉଛି ପାଣି ପିଟୁଛି ଆଉ କି କରୁଛି? ରୁଚିଜାତ ହେଇଛି। ହଁ ସେଥିପାଇଁ ଏ ହେଉଛି ଲକ୍ଷଣ। କାରଣ ଇଏ ହେଉଛି ଅମୃତ, ଭାଗବତ କଥା ଅମୃତ। ଇଏ ଅମୃତ ଚାଖିବା ପାଇଁ କିଏ ନା ଆସିପାରିବ? ହଁ କେଇ ଜଣ ଚାଖୁଛନ୍ତି, କେଇ ଜଣ ଆଉଛନ୍ତି କିରେ ବାପା? ଇରେ ପିତା ଲାଗୁ ତ ମିଣ୍ଟେନ୍ ବସି ପାରୁନି, ଉଠିକିରି ପଳେଇଲାଣି ଘଟକିରି। ପିତା ଲାଗୁଛି ଚାଖୁଛି କିଏ କିରେ? ବାସୁଦେବ ଚାଖୁଛୁ କିରେ? ଉଠିକିରି ପଳେଇ ଯାଉଛି ଆଉ ଚାଖୁଛି। ପିତା ଲାଗୁଛି, ଅମୃତ ଦିଆହେଲା କ'ଣ ଚାଖୁଛି? ପାଟିରେ ପଶୁଛି ନା ତୁ କାଢି ପକେଇ। ଇଏ ନିମ୍ବ ପିତାଠୁ ଆହୁରି ବେଶୀ ପିତା ରେ ବାବା, ଅତି ଉତ୍କଟ ପିତା। ଓ ବାବା ହଁ ଇ କାଣ୍ଡ ଅଛି। ଇଥା କଥାଟା ଭକ୍ତି ସନ୍ଦର୍ଭରେ ଶ୍ରୀ ଜୀବପାଦ କଥା ରୁଚି ଲକ୍ଷଣ ଉପରେ ବି ସେ ଜୋର ଦେଇଛନ୍ତି। ଯେଉଁମାନେ ହରିକଥା ରୁଚି ଲାଭ କରନ୍ତି ବୁଝିବାକୁ ହେବ, ସେଇମାନଙ୍କର ହରି ଭଜନରେ ଅଧିକାର ହେଇଛି, ନଚେତ ଅଧିକାର ହେଇନି ବାପା ତୁମର, ହେଇନି। କୋଉଠି ଅଛି? ହଁ କୋଉଠି ଅଛି? ହଁ କୋଉଠି ହେଇଛି?